मेघमाଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣମାନଙ୍କୁ ଆଉ ଗୋଟିଏ ନୂତନ ଶିକ୍ଷା ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରୁଛି। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସ୍ୱର୍ଗର ପରମେଶ୍ୱର ସବୁ ସମୟରେ ତାହାଙ୍କ ବାକ୍ୟ ଜରିଆରେ ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ସେ ଆମ୍ଭମାନଙ୍କୁ କଥା ହେଉଛନ୍ତି। ତାହାଙ୍କର ସେହି ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ତିଆରି କରୁଅଛନ୍ତି। ସେଥିପାଇଁ ତାହାଙ୍କ ନାମର ପ୍ରଶଂସା ହେଉ। ସବୁଦିନ ଭଳି ଆଜି ମଧ୍ୟ ଆପଣମାନଙ୍କ ନିକଟରେ ଆଉ ଗୋଟିଏ ନୂତନ ପ୍ରସଙ୍ଗ, ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଳ୍ପ ସମୟ ରଖିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗଟି ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ସେହି ପ୍ରସଙ୍ଗର ଶୀର୍ଷକ ହେଲା ବାଇବଲ ଅନୁସାରେ ପ୍ରକୃତ ଖ୍ରୀଷ୍ଟିଆନ କିଏ ଅଟନ୍ତି। ବାଇବଲ ଅନୁସାରେ ପ୍ରକୃତ ଖ୍ରୀଷ୍ଟିଆନ ବା ବାସ୍ତବ ଖ୍ରୀଷ୍ଟିଆନ କାହାକୁ କୁହାଯାଏ ବା ପ୍ରକୃତ ଖ୍ରୀଷ୍ଟିଆନ ବିଷୟରେ, ବାସ୍ତବ ଖ୍ରୀଷ୍ଟିଆନ ବିଷୟରେ ବାଇବେଲ ଆମ୍ଭମାନଙ୍କୁ କ'ଣ କହେ, ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ନିଶ୍ଚିତ ଭାବରେ ଆମେ ଶୁଣିଥିବୁ ଯେ ମୁଁ ଅନେକ ଭାଇ ଭଉଣୀମାନେ କହିବା ମୁଁ ଶୁଣିଛି ଯେ ସେମାନେ କହନ୍ତି ବାସ୍ତବ ଖ୍ରୀଷ୍ଟିଆନ ସେମାନେ ଅଟନ୍ତି ପୂର୍ବ ପୁରୁଷରୁ ଯେଉଁମାନେ ଖ୍ରୀଷ୍ଟିଆନ ହେଇଥିଲେ, ଆଉ ଯାହାଙ୍କର ନାମ ଜମି ପଟାରେ ରହିଛି, ଆଉ ଯେଉଁମାନେ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଛନ୍ତି, ତାହାଙ୍କର ପିତୃପୁରୁଷମାନେ ପ୍ରଥମରେ ସେମାନେ ଖ୍ରୀଷ୍ଟିଆନ ଥିଲେ, ଆଉ ଆଜି ମଧ୍ୟ ସେମାନେ ଖ୍ରୀଷ୍ଟିଆନ ଅଟନ୍ତି, ଆଉ ସେମାନେ ପ୍ରକୃତରେ ଖ୍ରୀଷ୍ଟିଆନ ଅଟନ୍ତି। ଏହି ପ୍ରକାର କଥା ଅନେକ ଭାଇ ଭଉଣୀମାନେ କହନ୍ତି। ଆଉ ଆଜିକାଲି ଯେଉଁମାନେ ନୂଆରେ ଖ୍ରୀଷ୍ଟିଆନ ହେଇଛନ୍ତି ସେମାନଙ୍କୁ ଖ୍ରୀଷ୍ଟିଆନ ବୋଲି କୁହାଯାଏ ନାହିଁ। ଏହି ପ୍ରକାର ଅନେକ କଥା ଆମେ କହିବାଟା ଆମେ ଶୁଣିଛୁ। ପ୍ରିୟ ଭାଇ ଭଉଣୀମାନେ, ମନୁଷ୍ୟ କ'ଣ କହୁଛି, ସମାଜ କ'ଣ କହୁଛି, ତାହା ବଡ଼ ବିଷୟ ନାହିଁ। କିନ୍ତୁ ବାସ୍ତବ ଖ୍ରୀଷ୍ଟିଆନ ବିଷୟରେ ବାଇବେଲ ଆମ୍ଭମାନଙ୍କୁ କ'ଣ କହେ, ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଉ ବଡ଼ ବିଷୟ ଅଟେ। ମୁଁ ଆପଣମାନଙ୍କ ନିକଟରେ 4ଟି ବିଷୟ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଗୋଟେ ବାସ୍ତବ ଖ୍ରୀଷ୍ଟିଆନକୁ ଆମେ ଚିହ୍ନି ପାରିବା। ଆଉ ବାସ୍ତବ ଖ୍ରୀଷ୍ଟିଆନ ବା ପ୍ରକୃତ ଖ୍ରୀଷ୍ଟିଆନ କିଏ, ବାଇବେଲ ଆମମାନଙ୍କୁ ଭଲ ଭାବରେ ଶିକ୍ଷା ଦିଏ। ମୁଁ ପ୍ରଥମ ବିଷୟଟି ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ 2 କରିନ୍ଥୀୟ 5 ଅଧ୍ୟାୟକୁ ଆସିବେ। 2 କରିନ୍ଥୀୟ 5 ଅଧ୍ୟାୟ 17 ପଦରେ ସାଧୁ ପାଉଲ ଏ ପ୍ରକାର ସେ ଲେଖନ୍ତି କରିନ୍ଥୀୟ ମଣ୍ଡଳୀ ନିକଟକୁ। ଲେଖାଯାଏ, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରଭୁଙ୍କ ନାମର ଗୌରବ ହଉ। ବାଇବେଲ କହେ ପ୍ରକୃତ ଖ୍ରୀଷ୍ଟିଆନ ସିଏ ଅଟେ ଯେ ଖ୍ରୀଷ୍ଟଙ୍କ ଠାରେ ଅଛି। ସେ କ'ଣ ହେଇଛି? ନୂତନ ସୃଷ୍ଟି ହେଇଛି। ନୂତନ ସୃଷ୍ଟି ହେବାର ଅର୍ଥ ଏହା ନୁହେଁ ଯେ ସେ ପୂର୍ବରେ କଳା ଥିଲେ ଆଉ ଏବେ ଯୀଶୁଙ୍କୁ ପାଇଲା ପରେ ଗୋରା ହେଇଗଲେ। ନୂତନ ସୃଷ୍ଟି ହେବାର ଅର୍ଥ ଏହା ନୁହେଁ ଯେ ଆଗରେ ଘର ନଥିଲା ଏବେ ଘର ହେଇଗଲା। ଏହା ନୁହେଁ। ଯେ ଗୋଟେ ବାସ୍ତବ ଖ୍ରୀଷ୍ଟିଆନ ସିଏ ଅଟେ, ତାହାଙ୍କ ଜୀବନରେ ପରିବର୍ତ୍ତନ ଥାଏ। ପରିବର୍ତ୍ତନ ଥାଏ ପ୍ରିୟ ଭାଇ ଭଉଣୀମାନେ, ଏଇଟା ପ୍ରଥମ ବିଷୟ। ଜଣେ ବାସ୍ତବ ଖ୍ରୀଷ୍ଟିଆନକୁ ଆମେ କେମିତି ଚିହ୍ନିବା? ତାହାଙ୍କ ଜୀବନରେ ପରିବର୍ତ୍ତନ ଥାଏ। ଯେ ସେ ପ୍ରଥମରେ ମଦ ପିଉଥିଲେ, ଏବେ ଖ୍ରୀଷ୍ଟିଆନ ହେଲା ପରେ ସେ ଆଉ ମଦ ପିଉନାହାନ୍ତି। ଯୀଶୁଙ୍କୁ ଜାଣିଲା ପରେ ସେ ଆଉ ସେଇ ସ୍ୱଭାବ ତାଙ୍କ ଭିତରେ ନାହିଁ। ପ୍ରଥମରେ ଯେଉଁ ସମୟରେ ସେ ଖ୍ରୀଷ୍ଟଙ୍କୁ ଜାଣିନଥିଲେ, ଖ୍ରୀଷ୍ଟିଆନ ନଥିଲେ ବା ଯୀଶୁଙ୍କୁ ବିଶ୍ୱାସ କରିନଥିଲେ, ସେହି ସମୟରେ ସେ ଜୁଆ ଖେଳୁଥିଲେ, ସେ ଗଞ୍ଜେଇ ଟାଣୁଥିଲେ, ସିଗାରେଟ ଟାଣୁଥିଲେ। ପରିବାରରେ ସେମାନଙ୍କର ସନ୍ଦେହକୁ ନେଇ ବିଭିନ୍ନ ଫାଟ ସୃଷ୍ଟି ହେଇ ପରିବାରରେ ଗଣ୍ଡଗୋଳ। କିନ୍ତୁ ଏମାନେ ପ୍ରଭୁଙ୍କୁ ପାଇଲା ପରେ, ଖ୍ରୀଷ୍ଟିଆନ ହେଲା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ରହିଛି। ଏହି ପ୍ରକାର ପରିବାରକୁ, ଏହି ପ୍ରକାର ଭାଇ ଭଉଣୀମାନଙ୍କୁ ବାଇବେଲ ସପୋର୍ଟ କରିବାକୁ କହେ ଏମାନେ ହେଉଛନ୍ତି ବାସ୍ତବ ଖ୍ରୀଷ୍ଟିଆନ। ଲେଖାଯାଉଛି ଯେ ପୁରାତନ ବିଷୟ ସବୁ ଲୋପ ପାଇଛି। ଆମେ ଖ୍ରୀଷ୍ଟଙ୍କୁ ନ ଜାଣିଲା ବେଳେ 2 ଅକ୍ଷର ଭାଷା କହୁଥିଲୁ, ପାଟିରେ ଆମେ ବିଭିନ୍ନ ପୁଡ଼ିଆ ଗୁଟକା ଆମମାନଙ୍କର ଅଭ୍ୟାସ ଥିଲା। ଆଉ ଖ୍ରୀଷ୍ଟଙ୍କୁ ପାଇଲା ପରେ ଆମ ଜୀବନରେ ପରିବର୍ତ୍ତନ ହେଇଛି। ଦୁଃଖର ବିଷୟ, ଯେଉଁମାନେ ଆମେ ବାସ୍ତବ ଖ୍ରୀଷ୍ଟିଆନ ବୋଲି ଅନେକ ଭାଇ ଭଉଣୀମାନେ ଅଛନ୍ତି, ସେମାନେ ଦାବି କରନ୍ତି, ମାତ୍ର ସେମାନଙ୍କ ଜୀବନରେ ପରିବର୍ତ୍ତନ ନାହିଁ। ପୂର୍ବରେ ଯେ ପ୍ରକାର ସେମାନେ ହାତରେ ଖଇନି ଧରି
ଗୁଡାକୁ ଧରି ସେମାନେ ଥିଲେ। ଆଜି ମଧ୍ୟ ସେମାନେ ପ୍ରଭୁଙ୍କୁ ପାଇ ଏତେ ବର୍ଷ ହେଇଗଲା, ଆଜି ମଧ୍ୟ ସେମାନେ ଛାଡି ପାରୁନାହାନ୍ତି। ସେମାନଙ୍କର ଘର ନଥିଲା, ଘର ପରିବର୍ତ୍ତନ ହେଇଗଲା, ପିନ୍ଧାହଣା ପରିବର୍ତ୍ତନ ହେଇଗଲା, ସବୁ ପରିବର୍ତ୍ତନ ହେଇଗଲା। ମାତ୍ର ଯୀଶୁ ଖ୍ରୀଷ୍ଟ ଯେଉଁ ବିଷୟ ପରିବର୍ତ୍ତନ କରିବା ପାଇଁ ଏହି ଧରା ପୃଷ୍ଠକୁ ଆସିଥିଲେ, ମନ ପରିବର୍ତ୍ତନର ବାକ୍ୟ ପ୍ରଚାର କରିଥିଲେ। ଆଜି ଅନେକ ଭାଇ ଭଉଣୀ ମାନଙ୍କର ମନ ପରିବର୍ତ୍ତନ ହେଇନାହିଁ, ମନ ପରିବର୍ତ୍ତନ ହେଇନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏହି ବାକ୍ୟ ଗୁଡ଼ିକୁ ଆପଣମାନଙ୍କୁ ଭଲ ଲାଗିବ ନାହିଁ, ଆପଣମାନେ ଶୁଣିବାଟା ମଧ୍ୟ କଷ୍ଟ ଲାଗିବ। ଆପଣମାନଙ୍କର ମନୋରଞ୍ଜନ ପାଇଁ, ଆପଣମାନଙ୍କର ଟାଇମ ପାସ୍ ପାଇଁ ଏସବୁ ପ୍ରସଙ୍ଗ ଭିଡିଓ ଗୁଡ଼ିକ ଆମେ ପ୍ରସ୍ତୁତ କରୁନାହୁଁ। ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆମ ଜୀବନରେ ଆଜି ପରିବର୍ତ୍ତନ ହେଇନାହିଁ, ଆମ ଲାଇଫରେ ଆମର କୌଣସି ନୂତନ ସ୍ୱଭାବରେ ଦେଖାଯାଉ ନାହିଁ, ଆମେ ବାସ୍ତବ ଖ୍ରୀଷ୍ଟିଆନ ହେଇପାରିବା ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆଜି ଆମେ ମନ ପରିବର୍ତ୍ତନ କରିନାହୁଁ, ତାହେଲେ ଆମେ ମନ ପରିବର୍ତ୍ତନ କରିବା, ଫେରି ଆସିବା ତାହାଙ୍କ ଠାରୁ। ଆମେ କଣ ହେବା? କ୍ଷମା ପାଇବା। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ଆପଣମାନେ ଜିହୋଶୁଆ ପୁସ୍ତକକୁ ଆସିବେ। ଜିହୋଶୁଆ ପୁସ୍ତକ ଶେଷ ଅଧ୍ୟାୟ ବା 24 ଅଧ୍ୟାୟ 15 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଲେଖାଯାଏ, ଯଦି ବା ସଦାପ୍ରଭୁଙ୍କ ସେବା କରିବା ତୁମ୍ଭମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମେମାନେ କାହାର ସେବା କରିବ ତାହା ଆଜି ମନୋନୀତ କର। କି ନଦୀ ସେପାରିରେ ତୁମ୍ଭମାନଙ୍କର ପୂର୍ବପୁରୁଷ ମାନେ ଯେଉଁ ଦେବତାମାନଙ୍କୁ ସେବା କଲେ ସେମାନଙ୍କର, କିମ୍ବା ଯେଉଁ ଇମୋରିୟ ମାନଙ୍କ ଦେଶରେ ତୁମେମାନେ ବାସ କରୁଅଛ ସେମାନଙ୍କ ଦେବତାମାନଙ୍କୁ ସେବା କରିବ, ଏହା ମନୋନୀତ କର। ମାତ୍ର ମୁଁ ଓ ମୋହର ପରିଜନ ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା। ପ୍ରଭୁଙ୍କ ନାମର ଗୌରବ ହଉ। ବାସ୍ତବ ଖ୍ରୀଷ୍ଟିଆନ ସିଏ ଅଟେ। ପରମେଶ୍ୱର ଦେଇଥିବା ସେହି ସ୍ୱାଧୀନ ଇଚ୍ଛାକୁ ସେ କୁ ଅଭିଳାଷ ନିମନ୍ତେ ବ୍ୟବହାର ନ କରି ପ୍ରଭୁଙ୍କର ସେବା ପାଇଁ, ପ୍ରଭୁଙ୍କର ମହିମା ପାଇଁ, ତାହାଙ୍କର ଗୌରବ ପାଇଁ ସେ କଣ କରେ? ବ୍ୟବହାର କରେ। ପରମେଶ୍ୱର ଆମକୁ ସ୍ୱାଧୀନ ଇଚ୍ଛା ଦେଇଛନ୍ତି, ଆଉ ସେହି ସ୍ୱାଧୀନ ଇଚ୍ଛାକୁ ନିଜର ଶରୀରର ସୁଖ ଅଭିଳାଷ ପାଇଁ ସେ ବ୍ୟବହାର କରେ ନାହିଁ। କିଏ? ଯିଏ ପ୍ରକୃତ ଖ୍ରୀଷ୍ଟିଆନ, ଜଣେ ବାସ୍ତବ ଖ୍ରୀଷ୍ଟିଆନ ନିଜର ସ୍ୱାଧୀନ ଇଚ୍ଛାକୁ ସେ କଣ କରେ ନାହିଁ? ଅପବ୍ୟବହାର କରେ ନାହିଁ। ଦାନିଏଲ ନିଜର ଇଚ୍ଛାକୁ ସେ କଣ କଲେ? ପ୍ରଭୁଙ୍କର ଗୌରବ ନିମନ୍ତେ ସେ ଦୃଢ ଭାବରେ ସେଇ ମନକୁ ସେ ଧରିଲେ ଯେ ମୁଁ ରାଜାର କୌଣସି ଆହାର୍ୟ ଦ୍ରବ୍ୟ ଦ୍ୱାରା ମୁଁ ନିଜକୁ ଅଶୁଚି କରିବି ନାହିଁ, ଅଶୁଚି କରିବି ନାହିଁ। ପ୍ରତ୍ୟେକ ମନୁଷ୍ୟ ପାଖରେ, ସବୁ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ମଧ୍ୟରେ ଗୋଟେ ସ୍ୱାଧୀନ ଇଚ୍ଛା ରହିଛି। ହଁ ନାଇଁ ତ ନା, এই ଦୁଇଟି କଥା କହିବାର ସ୍ୱାଧୀନ ଇଚ୍ଛା ରହିଛି। ଜଣେ ବାସ୍ତବ ଖ୍ରୀଷ୍ଟିଆନ ଯିଏ ଅଟେ, ନିଜର ସ୍ୱାଧୀନ ଇଚ୍ଛାକୁ ପରମେଶ୍ୱରଙ୍କ ନିମନ୍ତେ ସେ କଣ କରେ? ବ୍ୟବହାର କରେ। ଜିହୋଶୁଆ କହିଲେ, ତୁମେ ଆଜି ମନୋନୀତ କର, କିନ୍ତୁ ମୁଁ ମନୋନୀତ କରିସାରିଛି ଯେ ମୁଁ ପ୍ରଭୁଙ୍କ ପଛରେ ଚାଲିବି। ଦୁଃଖ ଆସୁ, କଷ୍ଟ ଆସୁ, ଅପମାନ ଆସୁ, ନିନ୍ଦା ଆସୁ, ତାଳନା ଆସୁ, ମୁଁ ପ୍ରଭୁଙ୍କ ପଛରେ ଚାଲିବି। ଏହି ସ୍ୱାଧୀନ ଇଚ୍ଛାକୁ ଜିହୋଶୁଆ ସମର୍ପିତ ସହିତ ପ୍ରଭୁଙ୍କ ପଛରେ ଚାଲିବା ପାଇଁ ସେ କଣ କଲେ? ମନୋନୀତ କଲେ। ଆଜି ଅନେକ ଭାଇ ଭଉଣୀ ମାନେ ସେମାନେ ମନୋନୀତ କରିପାରୁନାହାନ୍ତି, ବାଛି ପାରୁନାହାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆଜି ସମୟ ଥାଉ ଥାଉ, ଆଜି ସୁଯୋଗ ଥାଉ ଥାଉ ଆମେ ପ୍ରଭୁଙ୍କ ପଛରେ ଚାଲିବା। ଆମେ ସେଇ ଜୀବନର ପଥକୁ ମନୋନୀତ କରିବା, ଆଉ ସେ ଜୀବନର ପଥ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ମୁଁ ଆପଣମାନଙ୍କ ନିକଟରେ ତୃତୀୟ ବିଷୟ ରଖିବା ପାଇଁ ଚାହେଁ, ଯାହା ଆପଣମାନେ ଦେଖିପାରିବେ ଜହନ ଲିଖିତ ସୁସମାଚାର 16 ଅଧ୍ୟାୟ 33 ପଦରେ ଲେଖାଯାଏ। ଜହନ ଲିଖିତ ସୁସମାଚାର 16 ଅଧ୍ୟାୟ 33 ପଦରେ ଏ ପ୍ରକାର ଲେଖାଯାଏ, ତୁମ୍ଭେମାନେ ଯେପରି ମୋ ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସବୁ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ବାସ୍ତବ ଖ୍ରୀଷ୍ଟିଆନ ସିଏ ଅଟେ, କ୍ଲେଶକୁ ସହ୍ୟ କରେ। କ୍ଲେଶକୁ କଣ କରେ? ସେ ସହ୍ୟ କରେ। ଏଇଟା ଆମେ ମନେ ରଖିବା ପ୍ରିୟ ଭାଇ ଭଉଣୀ ମାନେ। ଅନେକ ଭାଇ ଭଉଣୀ ମାନେ ସେମାନେ ସାକ୍ଷ୍ୟ ଦିଅନ୍ତି, ମୁଁ ଯୀଶୁଙ୍କୁ ଜାଣିଲା ବେଳଠୁ, ମୁଁ ଖ୍ରୀଷ୍ଟିଆନ ହେଲା ବେଳଠୁ କୌଣସି ଦୁଃଖ ନାହିଁ, କୌଣସି ସମସ୍ୟା ନାହିଁ, କୌଣସି ନିନ୍ଦା ତାଳନା ମୋ ଜୀବନରେ କିଛି ନାହିଁ। ଏ ପ୍ରକାର ସାକ୍ଷ୍ୟ ଗୁଡିକ ସେମାନେ ଦିଅନ୍ତି।
ବାସ୍ତବ ଖ୍ରୀଷ୍ଟିଆନ ଜୀବନରେ ଦୁଃଖ ସମସ୍ୟା ଆସେ। ଆଉ ଯଦି ଆମେ ଯୀଶୁଙ୍କୁ ପାଇଲା ପରେ, ଆମେ ପ୍ରଭୁଙ୍କ ନିକଟରେ ଆସିଲା ପରେ ଯଦି କୌଣସି ନିନ୍ଦା ତାଳନା ସାମ୍ନା କରିନାହୁଁ, କୌଣସି ଦୁଃଖ, କୌଣସି ଅଭାବ, କୌଣସି ରୋଗ ସଙ୍କଟ ଦେଇ ଯଦି ଆମେ ଯାଉନାହୁଁ, ଆମର ଆତ୍ମିକ ଜୀବନରେ କୌଣସି ନା କୌଣସି ସମସ୍ୟା ରହିଛି। କାରଣ ବାକ୍ୟ କହେ, ଯଦି ଆପଣମାନେ 2 ତିମୋଥୀ 3:12 ପଢିବେ, ସେ ସ୍ଥାନରେ ଏ ପ୍ରକାର ଲେଖାଯାଉଛି। କଣ ଲେଖାଯାଉଛି ମୁଁ ଆପଣମାନଙ୍କ ନିମନ୍ତେ ତାହା ପଢିବା ପାଇଁ ଚାହେଁ। 2 ତିମୋଥୀ 3 ତାର 12 ପଦରେ ଏ ପ୍ରକାର ଲେଖାଯାଏ। 2 ତିମୋଥୀ 3:12 ପଦ, ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଳନା ଭୋଗ କରିବେ। ପ୍ରିୟ ଭାଇ ଭଉଣୀ ମାନେ, ସେମାନେ ନିଶ୍ଚିତ ଭାବରେ ତାଳନା ଭୋଗ କରିବେ। ଯଦି ଆପଣମାନେ ପ୍ରେରିତ 14:22 ପଦ ପଢିବେ, ପାଉଲ କହୁଛନ୍ତି ଯେ ଅନେକ କ୍ଲେଶ ମଧ୍ୟ ଦେଇ ଆମକୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ହେବ। ବାସ୍ତବ ଖ୍ରୀଷ୍ଟିଆନ ସିଏ ଯେ କ୍ଲେଶକୁ ସହ୍ୟ କରେ, ଦୁଃଖକୁ ସହ୍ୟ କରେ, ଅଭାବ, ଅନାଟନ, ସମସ୍ୟା, ସମସ୍ତ ପ୍ରକାର ପରିସ୍ଥିତି ମଧ୍ୟରେ ସେ ଖ୍ରୀଷ୍ଟଙ୍କ ନିମନ୍ତେ ଠିଆ ହୁଏ। ଆଉ ସବୁ ପରିସ୍ଥିତିକୁ ଏଡେଇ ଦେଇ ସେ ଖ୍ରୀଷ୍ଟଙ୍କ ପଛରେ ଚାଲେ। ସେ ହେଉଛି ବାସ୍ତବ ଖ୍ରୀଷ୍ଟିଆନ। ଏହା ବାଇବେଲ କହେ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଶେଷ ବିଷୟ ଆଉ ଚତୁର୍ଥ ବିଷୟ କହି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଦେଖିବେ ସେହି ପ୍ରଥମ ତିମୋଥୀ 6 ଆମେ ପଢିବା। ପ୍ରଥମ ତିମୋଥୀ 6 ତାର 6 ପଦରୁ 8 ପଦ ପର୍ଯ୍ୟନ୍ତ ଲେଖାଯାଏ। ଈଶ୍ୱର ପରାୟଣତା ସନ୍ତୋଷ ଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ। 7 ପଦ, କାରଣ ଆମ୍ଭେମାନେ ଜଗତକୁ କିଛି ଆଣିନାହୁଁ, ପୁଣି ଏଠାରୁ କିଛି ଘେନି ଯାଇ ନପାରୁ। 8 ପଦ, ଏଣୁ ଅନବସ୍ତ ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। ପ୍ରକୃତ ଖ୍ରୀଷ୍ଟିଆନ ସିଏ ଅଟେ, ପରମେଶ୍ୱର ଯାହା ଦେଇଛନ୍ତି ସେତିକିରେ ସେ ସନ୍ତୁଷ୍ଟ ଥାଏ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ଜୀବନରେ ସନ୍ତୁଷ୍ଟ ନାହିଁ। ଯେତେ ଧନ ଅଛି ସେ ଧନରେ ସେମାନେ ସନ୍ତୁଷ୍ଟ ନୁହନ୍ତି। ଯେଉଁ ଘର ଅଛି ସେ ଘର ସେମାନେ ସନ୍ତୁଷ୍ଟ ନୁହନ୍ତି। କୌଣସି ବିଷୟରେ ଆଜି ଅନେକ ଭାଇ ଭଉଣୀ ମାନେ ଅସନ୍ତୁଷ୍ଟ ଅଟନ୍ତି। ଆହୁରି ମୁଁ ଟିକେ ଘର ଡେଭଲପ କଲେ ହେଇଥାନ୍ତା, ମୁଁ ଟିକେ ଅଧିକ ଟଙ୍କା କମାଇଲେ ହେଇଥାନ୍ତା, ମୁଁ ଆହୁରି ସୁନା କିଣିଲେ ଆହୁରି ହେଇଥାନ୍ତା, 1 ତୁଳାରେ ହେବ କି 10 ତୁଳାରେ ହେବ କି, ମୁଁ ଆହୁରି କିଣିବି। ଆଜି ଅନେକ ଭାଇ ଭଉଣୀ ମାନେ ଅସନ୍ତୁଷ୍ଟ ଜୀବନ ଯାପନ କରୁଛନ୍ତି। କିନ୍ତୁ ବାସ୍ତବ ଖ୍ରୀଷ୍ଟିଆନ ସିଏ ଅଟେ, ପରମେଶ୍ୱର ଯାହା ଦେଇଛନ୍ତି ସେତିକିରେ ସନ୍ତୁଷ୍ଟ ସେମାନେ ରୁହନ୍ତି। ସାଧୁ ପାଉଲ ଫିଲିପିଓ 4 ସେ କହୁଛନ୍ତି, 11-12 ପଦରେ ସେ କହୁଛନ୍ତି ଯେ ମୁଁ ସବୁ ଅବସ୍ଥାରେ ସନ୍ତୁଷ୍ଟ ରହିବାଟା ମୁଁ କଣ କରିଛି? ଶିକ୍ଷା କରିଛି। ସବୁ ଅବସ୍ଥାରେ ମୁଁ ସନ୍ତୁଷ୍ଟ ରହିବାଟା ମୁଁ କଣ କରିଛି? ଶିକ୍ଷା କରିଛି। ପ୍ରିୟ ଭାଇ ଭଉଣୀ ମାନେ, ମାତାର ଗର୍ଭରୁ ଆମେ ସବୁ କିଛି ଶିଖି ଆମେ ଜନ୍ମ ହେଇନାହୁଁ। କିନ୍ତୁ ବାଇବେଲ କହେ ଆମକୁ ପରମେଶ୍ୱରଙ୍କର ବାକ୍ୟ ପଢି ତାହାଙ୍କ ନିକଟରେ ନିଜକୁ ସୁଧାରି ଆମେ ଶିଖିବାର ଆବଶ୍ୟକ ରହିଛି। ଗୋଟେ ପଦ ମୁଁ ପଢି ସମାପ୍ତ କରିବା ପାଇଁ ଚାହେଁ। ଏବ୍ରୀ ପୁସ୍ତକ 13:5 ପଦରେ ଲେଖାଯାଏ, ଆଚାର ବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, ଆମ୍ଭେ ତୁମକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମକୁ କେବେ ହେଁ ପରିତ୍ୟାଗ କରିବା ନାହିଁ। ପ୍ରଭୁଙ୍କ ନାମର ଗୌରବ। ପ୍ରିୟ ଭାଇ ଭଉଣୀ ମାନେ, ବାସ୍ତବ ଖ୍ରୀଷ୍ଟିଆନ ସିଏ ଅଟେ, ବାଇବେଲ ଅନୁସାରେ ସେହି ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଥାଏ। ବାସ୍ତବ ଖ୍ରୀଷ୍ଟିଆନ ସିଏ ଅଟେ, ନିଜର ସ୍ୱାଧୀନ ଇଚ୍ଛାକୁ ସେ ଶାରୀରିକ ଅଭିଳାଷ, ଜାଗତିକ ଅଭିଳାଷର ସେ ବ୍ୟବହାର କରେ ନାହିଁ। ପ୍ରଭୁଙ୍କର ଗୌରବ ନିମନ୍ତେ, ତାହାଙ୍କର ମହିମା ନିମନ୍ତେ ନିଜର ଇଚ୍ଛାକୁ ସେ କଣ କରେ? ବ୍ୟବହାର କରେ।
ଏବଂ ତୃତୀୟ ବିଷୟ ଆମେ ଦେଖୁଛୁ ବାସ୍ତବ ଖ୍ରୀଷ୍ଟିଆନ ସିଏ ଅଟେ କ୍ଲେଶ ଦୁଃଖ ଆସିଲେ ମଧ୍ୟ ପ୍ରଭୁଙ୍କ ନିମନ୍ତେ ଠିଆ ହୁଏ। ଏବଂ ଶେଷ ବିଷୟ ଆମେ ଦେଖୁଛୁ ଯେ ପରମେଶ୍ୱର ଯାହା ଦେଇଛନ୍ତି ସେତିକିରେ ସେ ସନ୍ତୁଷ୍ଟ ରହେ। ପ୍ରଭୁ ଏ ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।